ମୋ ଚିନ୍ତାରେ ଅଧିକାର ଦେଖିବାକୁ ପାଇବେ କି ମୁକ୍ତି ଆଦିତ୍ୟର କେୟାର ନେବା ପାଇଁ ନର୍ସ ଭାବେ କାମ କରୁଥିବାରେ ଧନଶ୍ରୀ ସତ ଜାଣି ସାରିବା ପରେ ମୁକ୍ତିକୁ ଘରୁ ବାହାର କରିଦେବାକୁ ଚେଷ୍ଟା କରନ୍ତି। ଆଉ ଠିକ୍ ସେତେବେଳେ ଆଦି ମୁକ୍ତିଙ୍କର ହାତକୁ ଧରି ପକାନ୍ତି। ଆଉ ଆଦି କହନ୍ତି କି ମୁକ୍ତି ତମେ ଏକମାତ୍ର ମଣିଷ ଯିଏ ମୋତେ ଭଲରେ ବୁଝିଦେଲା। ତାହେଲେ ତମେ ଏମିତି କେମିତି କରିପାରିଲ ମୋ ସହିତ ମୁକ୍ତି? ମୁଁ ଭଲ ପାଇବାକୁ ଶେଷରେ ତମେ ପାଦରେ ଆଡ଼େଇ ଦେଲ କ'ଣ ପାଇଁ ମୁକ୍ତି? ପୁଣି ଆଦି କହନ୍ତି କି ମୁକ୍ତି ତମେ କର୍ତ୍ତବ୍ୟ କରିବା ପାଇଁ ଆସିଥିଲ ନା? କର୍ତ୍ତବ୍ୟ କରିବା ପାଇଁ ଆସିଥିଲ ନା ମୁକ୍ତି? ତମେ କାହିଁକି ଏମିତି କଲ? ତମେ ଆଜି ପର୍ଯ୍ୟନ୍ତ ମୁଁ ଭଲ ପାଇବାକୁ ବୁଝିନଥିଲ? ବୁଝିଥିଲ ନା ନାଇଁ? ତମେ ଏକମାତ୍ର ଏ ଦୁନିଆର ମଣିଷ ଯିଏକି ମୋତେ ବୁଝିଥିଲା, ମୁଁ ଭଲ ପାଇବାକୁ ବୁଝିଥିଲା। ତାହେଲେ ତମେ ଏମିତି କେମିତି କରିପାରିଲ ମୁକ୍ତି? ମୁଁ ଭଲ ପାଇବାକୁ ଶେଷରେ ପାଦରେ ଆଡ଼େଇ ଦେଲ। କୁହ ମୁକ୍ତି କାହିଁକି ଏମିତି କଲ? କୁହ, ମୁଁ କ'ଣ ପଚାରୁଛି ପରା, ତମକୁ ଶୁଭାଯାଉନି? କୁହ, ଏଠି ସମସ୍ତଙ୍କ ସାମ୍ନାରେ କୁହ ମୁକ୍ତି। ହଁ। ଆଦି ଏମିତି କହି ମୁକ୍ତି ଉପରକୁ ବହୁତ ଜୋରରେ ରାଗିଯାଆନ୍ତି। ପୁଣି ମୁକ୍ତି ଭୟରେ କହନ୍ତି କି ଆଦିତ୍ୟ ପୁଣି ରାଗିଯାଇ କହନ୍ତି, ଆଦି ସାର୍, ନୋ ଆଦି, ଓନ୍ଲି ସାର୍ ଡାକ। ମୋ ନାଁ ଧରିବାକୁ ତମର ସାହସ ହେଲା କେମିତି? ମୁକ୍ତିଙ୍କର ପୂର୍ବ କଥା ମନେ ପଡ଼ିଯାଏ। ଯେହେତୁ ଆଦିତ୍ୟ ସହିତ ବାହାଘର ହୋଇଥିବାର ମନେ ପଡ଼ିଯାଏ, ଯେ କି ଆଦିତ୍ୟ ମୁକ୍ତିଙ୍କୁ ହିଁ କହିଥିଲେ କି ମୁକ୍ତି ଯେତେବେଳେ ଆଦିତ୍ୟକୁ ସାର୍ ବୋଲି ଡାକିଥାଏ, ସେତେବେଳେ ଆଦିତ୍ୟ କହିଥିଲେ କି ନୋ ସାର୍, ଓନ୍ଲି ଆଦି ବୋଲି ଡାକିବ। ମୋ ଜୀବନ ସାଥୀ ମୋତେ ଆଦି ବୋଲି ଡାକିବ, ମୁକ୍ତିର ଆଦି, ବୁଝିଲ ତ? ମୁକ୍ତି ସେ କଥା ମନେ ପକାଇ ବହୁତ ମନ ଦୁଃଖ କରନ୍ତି। ତାପରେ ପୁଣି ଆଦି କହନ୍ତି କି ଆଦି ଡାକିବାର ଅଧିକାର କେବଳ ମୋ ପରିବାର ଲୋକଙ୍କର ଅଛି, ତମ ପରିକା ଅଜଣା ଅଚିହ୍ନା ଲୋକଙ୍କର ନୁହେଁ। ହେଲା, ତମେମାନେ ମୋତେ କେବଳ ସାର୍ ଡାକିବ, ସାର୍, ଓନ୍ଲି ସାର୍। ମୁକ୍ତିଙ୍କୁ ଆଦିଙ୍କର ଏ କଥା ଶୁଣି ବହୁତ କଷ୍ଟ ଲାଗେ, ଯେ କି ତାଙ୍କ ଭଲ ପାଇବା ତାଙ୍କୁ ଏମିତି ଇଗ୍ନୋର ଭାବେ କଥା କହୁଛି। ମୁକ୍ତି ଆଶ୍ଚର୍ଯ୍ୟ ହୋଇକି ଆଦିକି ଅନାନ୍ତି।